ଜୟ ଜଗନ୍ନାଥ। ଗୁରୁ ବିନା ଜ୍ଞାନ ନାହିଁ, ଜ୍ଞାନ ବିନା ପ୍ରଗତି ନାହିଁ। ଆଜି ହେଉଛି ସେ ପବିତ୍ର ଗୁରୁମାନଙ୍କର ଦିନ, ଗୁରୁ ଦିବସ। ମୁଁ ବି ଦିନେ ଛାତ୍ରୀ ଥିଲି, ଆଉ ଆଜି ଶିକ୍ଷୟିତ୍ରୀର ପରିଚୟରେ ପରିଚିତ ହେଉଛି, ଯାହା ପାଇଁ ମୋ ଜୀବନର ମୂଲ୍ୟ ଏତେ ବଢ଼ିଯାଇଛି ଯେଉଁଟା ମୁଁ ଭାଷାରେ ପ୍ରକାଶ କରିପାରିବି ନାହିଁ। ଆମେ ସମସ୍ତେ ଜାଣୁଛୁ ଗୋଟେ ଶିକ୍ଷକ ଆମର ଜୀବନକୁ ଠିକ୍ ଦିଗରେ ଆଗେଇ ନେଇଯାଆନ୍ତି। ମୋ ଟ୍ୟୁସନ୍ ପିଲାମାନେ ମୋ ଗୁରୁ ଦିବସ ପାଇଁ ଏତେ ସବୁ ଆୟୋଜନ କରିଥିବେ ଦେଖି ମୁଁ ବହୁତ ଖୁସି ହେଇଯାଇଥିଲି। ହଁ, ଏସବୁର ଆଭାସ ମୋତେ ପୂର୍ବରୁ ଟିକେ ଟିକେ ମିଳିଥିଲା, ତଥାପି ସେମାନଙ୍କର ଏତେ ସୁନ୍ଦର ଆରେଞ୍ଜମେଣ୍ଟ ହେଇଥିବ ବୋଲି ମୁଁ କଳ୍ପନା କରିନଥିଲି। ସେମାନେ କେକ୍ର ଆୟୋଜନ କରିଥିଲେ, ତା ସହିତ ସେମାନେ ବହୁତ ପ୍ରକାର କ୍ରାଫ୍ଟ ବି କରିଥିଲେ। ମୋ ପିଲାମାନଙ୍କ ଭିତରେ ଏତେ ସବୁ ଗୁଣ ଅଛି ଜାଣି ମୁଁ ତ ଖୁସିରେ ନାଚିବାକୁ ଲାଗିଲି। ସତରେ ସେମାନଙ୍କର ଏତେ ଭଲ ପାଇବା ଆଉ ଆୟୋଜନ ଦେଖି ମୋ ଆଖିରେ ଲୁହ ଆସିଗଲା। ସେମାନଙ୍କ ମଧ୍ୟରୁ କିଛି ପିଲା ବେଷ୍ଟ ଟିଚରର ଟ୍ୟାଗ୍ ବନେଇଥିଲେ, କ୍ରାଉନ୍ ବନେଇଥିଲେ, ଡେକୋରେସନ୍ ପାଇଁ ହାପି ଟିଚର୍ସ ଡେର କ୍ରାଫ୍ଟ ବନେଇଥିଲେ, ବିଭିନ୍ନ ପ୍ରକାର ଗିଫ୍ଟ ଆଣିଥିଲେ, କେକ୍ କରିଥିଲେ। ହଁ, ଆଉ ତାହା ସହିତ ମୋ ପାଇଁ କୁରକୁରେ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ। ମେ ବି ମୋ ପାଇଁ ସେଇଟା ସରପ୍ରାଇଜ୍ ଥିଲା, ଫିର୍ ବି ସେ ପାର୍ଟିଟା ବହୁତ ଭଲ ଥିଲା। ହଁ, ଦୁର୍ଭାଗ୍ୟବଶତଃ ମୁଁ ସେଇଟାକୁ କ୍ୟାପଚର୍ କରିପାରିନି, ତଥାପି ଆମେ ସେଥିରେ ବହୁତ ଏନ୍ଜୟ କଲୁ। ମାନଙ୍କର ଏଇ ମ୍ୟାଡ଼ାମ୍ ଶବ୍ଦଟା ମୋ ନାଁକୁ ଆଉ ଜୀବନକୁ ଏତେ ଅମୂଲ୍ୟ କରିଦେବ ତାହା ମୁଁ କେବେ କଳ୍ପନା କରିନଥିଲି। ଗୁରୁ ଦିବସ ପାଳନ ହେଇଗଲା, ଏବେ ଆସିଲା ଗିଫ୍ଟ ଖୋଲିବାର ପାଳି। ସେମାନଙ୍କ ମନରେ ଏତେ ଉତ୍ସାହ ଉତ୍କଣ୍ଠା ଥିଲା ଯେ ମୁଁ ବି ଆଉ ଅପେକ୍ଷା କରିପାରିଲି ନାହିଁ। ମଧ୍ୟ ଅପେକ୍ଷା କରି ରହିଥିଲେ ଆକ୍ଚୁଆଲି ଗିଫ୍ଟ ଭିତରେ କ'ଣ ସବୁ ଅଛି। ପ୍ରକୃତରେ ସମସ୍ତଙ୍କ ଗିଫ୍ଟ ଏତେ ସୁନ୍ଦର ଥିଲା, ଏତେ ମନୋହର ଥିଲା, ଯେଉଁଟାକି ମୋ ମନକୁ ବହୁତ ଛୁଇଁଗଲା। ମୁଁ ତାକୁ ମୋର ଜୀବନର ସବୁଠୁ ଅମୂଲ୍ୟ ସମ୍ପଦ ଭାବେ ଆଜୀବନ ସାଇତି ରଖିଥିଲି, ରଖିଛି, ଆଉ ଆଗକୁ ମଧ୍ୟ ରଖିବି। ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା, ସେମାନଙ୍କର ଭବିଷ୍ୟତ ବହୁତ ଉଜ୍ଜଳ ହେଉ, ସେମାନେ ଗୋଟେ ଭଲ ମଣିଷ ଭାବରେ ଏ ସମାଜରେ ପ୍ରତିଷ୍ଠିତ ହୁଅନ୍ତୁ।